ମାନଙ୍କୁ ଗୋଟେ କଥା କହିବି, ତମମାନଙ୍କୁ ହାଣିକି କୁକୁର ମାନଙ୍କୁ ଖାଇବା କଥା, ଖୋଲା କଥା। ତ ତମକୁ ଏଇଭଳି ଶାସ୍ତି ଦରକାର, ଆଉ କିଛି ଦରକାର ନାହିଁ। କୁକୁର ମାନେ ଖାଇଲେ ତମମାନେ ସବୁ ଜାଣିବେ ଯେ ଝିଅ ଜାତି ସବୁ ଶିଖିବେ। ତ ଏଠି ତ ସବୁ ଝିଅ ଖରାପ ନୁହନ୍ତି, ଏଠି କିଛିଟା ଝିଅ ଖରାପ ଅଛନ୍ତି। ତ କିଛିଟା ଖରାପ ଝିଅ ଯୋଗୁଁ ଏଠି ସମସ୍ତ ଝିଅ ଜାତି ପୁରା ବର୍ବାଦ ହେଉଛନ୍ତି। ତ ଏମିତି କ'ଣ ପାଇଁ ସବୁ କରୁଛନ୍ତି? କ'ଣ ମିଳୁଛି, ଲାଭ କ'ଣ ମିଳୁଛି ତମମାନଙ୍କୁ? ତମ ପାଇଁ ଦେଖ, ଏଇ ଯେଉଁ ଫଟୋଟା ଦେଖ, ତମେ ଯାହାକୁ ମାରିଲ ନା, ଏ ଦେଖ ଗୋଟେ ତମ ପ୍ରଥମ ଲଭ୍, ଏ ତମ ହଜବେଣ୍ଡକୁ ଦେଖ, କିଏ ଭଲ ତମ ପାଇଁ? ଏ ତ ଗୋଟେ ଗଞ୍ଜେଇ ଖାଇଲା ପରି ଦେଖାହେଉଛି, ଆଉ ତମେ ଆକୁ ଭଲ ପାଉଥିଲ। ହେଇ ଗାଇସ୍, ଜୟ ଜଗନ୍ନାଥ। ତ ଏବେ ତ ପୁରା ରାତି 12:30 ତ ମୁଁ ଏଠି ବାହାରେ କ'ଣ କରୁଛି ଆପଣ ତ ସବୁ ଦେଖି ଜାଣିପାରୁଥିବେ କ'ଣ ଆକ୍ଚୁଆଲି କଥା ହେଉଛି। ମୁଁ ଏବେ ଗୋଟେ ୟୁଟ୍ୟୁବରେ ଭିଡ଼ିଓ ଦେଖୁଥିଲି, ତ ଦେଖୁଥିବା ସମୟରେ ଗୋଟେ ଏମିତି ଗୋଟେ ଭିଡ଼ିଓ ଆସିଲା। ତ ସେ ଭିଡ଼ିଓ ଦେଖି ମୋତେ ବହୁତ କଷ୍ଟ ଲାଗିଲା। ତ ମୁଁ ଭାବିଲି କି ଆପଣଙ୍କ ପାଇଁ କିଛି ଗୋଟେ ଶିଖିବା ପାଇଁ ଗୋଟେ ଭିଡ଼ିଓ ବନେଇବା। ତ ସେଥିପାଇଁ ମୁଁ ଏବେ ଗୋଟେ ଭିଡ଼ିଓ ବନାଉଛି। ତ ଆକ୍ଚୁଆଲି ଷ୍ଟୋରିଟା କ'ଣ ହେଉଛି ଆପଣଙ୍କୁ ଶୁଣାଇ ଦେଉଛି। ସ୍ୱାମୀ ସ୍ତ୍ରୀ 2 ଜଣ ହନିମୁନ୍ ଟ୍ରିପ୍ରେ ମେଘାଳୟ ଯାଇଥିଲା। ଆଉ ସେଇ ଟାଇମ୍ରେ ସେ ଝିଅ ଆଉ ଜଣଙ୍କୁ ଭଲ ପାଇଥିଲା। ଆଉ ସେ ଝିଅର ବୟଫ୍ରେଣ୍ଡ ଆଉ ତା'ର 3 ଜଣ ସାଙ୍ଗ ମିଶିକି ସେ ପୁଅକୁ ପାହାଡ଼ ତଳକୁ କେମିତି ମାରିଲେ, ସେ ବିଷୟରେ ଆପଣମାନେ କହିବି। ସମସ୍ତ ଝିଅମାନେ, ତୁମେମାନେ ଯଦି କାହାକୁ ଭଲ ପାଉଛ ନା, ତାହେଲେ ତୁମେମାନେ ତାକୁ ହିଁ ମ୍ୟାରେଜ୍ କର। ଆଉ ତାକୁ ମ୍ୟାରେଜ୍ କରନି ଯାହାକୁ ତୁମ ଘର ଲୋକମାନେ ଠିକ୍ କରୁଛନ୍ତି ତୁମ ସହିତ ମ୍ୟାରେଜ୍ କରିବା ପାଇଁ। କାହିଁକି ନା ଯଦି ବି ତୁମେ କାହାକୁ ଭଲ ପାଉଛ ଆଉ ତୁମ ଘର ଲୋକମାନେ ଯେଉଁଠି ଠିକ୍ କରୁଛନ୍ତି ସେଠି ତୁମେ ଯଦି ମ୍ୟାରେଜ୍ କରୁଛ ନା, ତ ଏମିତି କେସ୍ 2-3ଟା ଆମ ଇଣ୍ଡିଆରେ ଘଟିଲାଣି। ତ ମ୍ୟାରେଜ୍ ହେଉଛି, ମ୍ୟାରେଜ୍ ହେଲା ପରେ ତାଙ୍କ ସ୍ତ୍ରୀମାନେ ସ୍ୱାମୀକି ମାରି ଦେଉଛନ୍ତି। ତ ଏବେ ତ ରିସେଣ୍ଟଲି ଗୋଟେ କେସ୍ ହେଇଥିଲା, ସୌରଭ ଭାଇଙ୍କର ଯେମିତି ମର୍ଡ଼ର ହେଇଥିଲା, ଯେମିତି ଟିକ୍ କରିକି ତାଙ୍କୁ ଗୋଟେ ଡ୍ରମରେ ଭର୍ତ୍ତି କରାଯାଇଥିଲା। ତ ଆପଣମାନେ ତ ସମସ୍ତେ ଜାଣିଥିଲେ। ତ ମାନେ ସେଇଟା ସେମ୍ କେସ୍ ଥିଲା। ତ ଏଇଟା ବି ଗୋଟେ ସେମ୍ କେସ୍ ଅଛି, ମାନେ ସବୁ ପୁରା ଲଭ୍ ଉପରେ। ତ ଏମିତି କ'ଣ ପାଇଁ କରୁଛ ଝିଅମାନେ? ସେମାନେ ତ ସମସ୍ତେ ଜାଣିଥିବେ ସୌରଭ ଭାଇଙ୍କର ହତ୍ୟା କେମିତି ହେଇଥିଲା। ଆଉ ଏବେ ଦିନେ କି 2 ଦିନ ତଳେ ପୁଣି ଆମ ଇଣ୍ଡିଆରେ ସେମିତି ଗୋଟେ ଘଟଣା ଘଟିଛି। ସୌରଭ ଭାଇ ଯିଏ ନାଭିରେ ଜବ୍ କରୁଥିଲେ, ପରେ ଲଭ୍ କରି ତାଙ୍କୁ ମ୍ୟାରେଜ୍ କଲା। ମ୍ୟାରେଜ୍ ପରେ ସେ ଝିଅ ପୁଅକୁ ଶିଖାଇକି ତା ବାପା ମାଆଙ୍କଠୁ ସମ୍ପର୍କ କାଟିଦେଲା। ଆଉ ସେ ପୁଅକୁ ଲଣ୍ଡନ ପଠାଇଥିଲା। ସୌରଭ ଭାଇ ଯେବେ ତାଙ୍କ ଘରକୁ ଆସିଲେ ନା, ସେଇ ଟାଇମ୍ ସେ ଝିଅ ତା ବୟଫ୍ରେଣ୍ଡ ସହ ମିଶିକି ସୌରଭ ଭାଇଙ୍କୁ ମାରିଲା। ଆଉ ମାରିକି ଟିକ୍ କରି ଗୋଟେ ଡ୍ରମରେ ରଖିଲା। ଆଉ ରଖିକି ସେଥିରେ ଗୋଟେ ମାନେ ସିମେଣ୍ଟ ପ୍ଲାଷ୍ଟର କରି ରଖିଦେଲା। ତ କିଛି ଦିନ ପରେ ତ ପୋଲିସ ଆସିଲା, ପୋଲିସ ହାତରେ ତ ସବୁ ଧରା ପଡ଼ିଲା। ତ ଏମିତି ଗୋଟେ ଘଟଣା ଦିନେ କି 2 ଦିନ ସେମିତି ଗୋଟେ ଘଟିଛି। ତ ସ୍ୱାମୀ ସ୍ତ୍ରୀ 2 ଜଣ ହନିମୁନ୍ ଟ୍ରିପ୍ରେ ଯାଇଥିଲେ। ଯିବା ଟାଇମ୍ରେ ସେ ଝିଅ ଆଉ ତା ବୟଫ୍ରେଣ୍ଡ, ତା ପ୍ଲସ୍ ପୁଣି 3 ଜଣ ପିଲା ତା ସହିତ ଆସିକି ତା ସ୍ୱାମୀକି ମାନେ ପାହାଡ଼ ତଳୁ ଠେଲିକି ମାରିଲେ। ତ ଏମିତି କ'ଣ ପାଇଁ କରୁଛ ଝିଅମାନେ? ଯଦି ତୁମର ମାନେ ମ୍ୟାରେଜ୍ କରିବା ପାଇଁ ଇଚ୍ଛା ନାହିଁ, ତାହେଲେ ତୁମେ ଘରେ ମନା କରିଦିଅ, ଆମେ ମ୍ୟାରେଜ୍ କରିବୁନୁ, ଆମେ ଯାହାକୁ ଭଲ ପାବୁ ସେଇଠି ମ୍ୟାରେଜ୍ କରିବୁ। ଏମିତି କ'ଣ ପାଇଁ କରୁଛ? ତୁମେ ଗୋଟେ ନିରୀହ ଜୀବନ ନଷ୍ଟ କରିଦେଲ, କ'ଣ ହେଲା? ତମ ଲଭ୍କୁ ଦେଖ, ଆଉ ତାପରେ ତୁମେ ଯାହାକୁ ମ୍ୟାରେଜ୍ କରିଛ ତାକୁ ଦେଖ। ଆଉ ଏ 2 ଜଣ ଭିତରୁ ତୁମ ପାଇଁ ବେଷ୍ଟ କିଏ, ପ୍ରଥମେ ସେଇଟା ଭାବ। ଆଉ ଯିଏ ତୁମ ପାଇଁ ବେଷ୍ଟ ହେଲା ତୁମେ ତାକୁ ମ୍ୟାରେଜ୍ କର। ଆଉ ଯିଏ ତୁମ ପାଇଁ ବେଷ୍ଟ ନ ହେଲା ନା, ତାହେଲେ ତୁମେ ତାକୁ ଡିଭୋର୍ସ ଦେଇକି ଛାଡ଼ିକି ପଳାଅ। ତ ସେଥିରେ କିଛି ଦୁଃଖ ନାହିଁ। ଆଉ ଦୟାକରି କେବେ କାହା ଜୀବନ ନିଅନି, କାହିଁକିନା ଜୀବନ ଥରେ ଗଲେ କେବେ ଫେରିକି ଆସିନି। ତ ଏମିତି କାମ ଝିଅମାନେ ସବୁ କ'ଣ ପାଇଁ କରୁଛ? ସବୁବେଳେ ମାନେ ଟପ୍ ଲିଷ୍ଟରେ ଝିଅମାନେ। ତ ଏମିତି ଝିଅମାନଙ୍କୁ ଗୋଟେ କଥା କହିବି, ତମମାନଙ୍କୁ ହାଣିକି କୁକୁର ମାନଙ୍କୁ ଖାଇବା କଥା, ଖୋଲା କଥା। ତ ତମକୁ ଏଇଭଳି ଶାସ୍ତି ଦରକାର, ଆଉ କିଛି ଦରକାର ନାହିଁ। କୁକୁର ମାନେ ଖାଇଲେ ତମମାନେ ସବୁ ଜାଣିବେ ଯେ ଝିଅ ଜାତି ସବୁ ଶିଖିବେ। ତ ଏଠି ତ ସବୁ ଝିଅ ଖରାପ ନୁହନ୍ତି, ଏଠି କିଛିଟା ଝିଅ ଖରାପ ଅଛନ୍ତି। ତ କିଛିଟା ଖରାପ ଝିଅ ଯୋଗୁଁ ଏଠି ସମସ୍ତ ଝିଅ ଜାତି ପୁରା ବର୍ବାଦ ହେଉଛନ୍ତି। ତ ଏମିତି କ'ଣ ପାଇଁ ସବୁ କରୁଛନ୍ତି? କ'ଣ ମିଳୁଛି, ଲାଭ କ'ଣ ମିଳୁଛି ତମମାନଙ୍କୁ? ତମ ପାଇଁ ଦେଖ, ଏଇ ଯେଉଁ ଫଟୋଟା ଦେଖ, ତମେ ଯାହାକୁ ମାରିଲ ନା, ଏ ଦେଖ ଗୋଟେ ତମ ପ୍ରଥମ ଲଭ୍, ଏ ତମ ହଜବେଣ୍ଡକୁ ଦେଖ, କିଏ ଭଲ ତମ ପାଇଁ? ଏ ତ ଗୋଟେ ଗଞ୍ଜେଇ ଖାଇଲା ପରି ଦେଖାହେଉଛି, ଆଉ ତମେ ଆକୁ ଭଲ ପାଉଥିଲ। ଆଜିକା ଡେଟ୍ରେ କିଛି ଝିଅ ତ ଏତେ ସୀମା ତଳକୁ ଖସି ଯାଉଛନ୍ତି କି ଯେଉଁଟାକି କହିହେବନି। ମାନେ ବିଶ୍ୱାସ କର, କିଛିଟା ସାମାନ୍ୟ ଟଙ୍କା ପାଇଁ ନିଜ ସ୍ୱାମୀକୁ ମାରୁଛନ୍ତି। ତ ଏମିତି ନିଜ ବୟଫ୍ରେଣ୍ଡ ସହିତ ମିଶିକି ନିଜ ସ୍ୱାମୀକି ହତ୍ୟା ବି କରୁଛନ୍ତି। ଆଉ କିଏ କେଉଁଠି ନିଜ ସ୍ୱାମୀକି ମାରି ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ଦେଇକି ପ୍ଲାଷ୍ଟର କଲାଣି। ତ ଏମିତି କ'ଣ ପାଇଁ କରୁଛ? ତ ଭାବୁଥିଲ, ଯେଉଁମାନେ ସବୁ ଭାବୁଛ ମାରିଦେଲା ପରେ ଆମେ ସବୁ ଧରା ପଡ଼ିବୁନୁ, ତ ମନେ ରଖିଥିବ ତୁମ କର୍ମର ଫଳ ନିଶ୍ଚିତ ପାଇବ। ତୁମେ ଏବେ କର୍ମ କର, କାଲି ସକାଳକୁ ତୁମେ ଫଳ ପାଇବ। ମାନେ ଆଜି ରାତିରେ ତୁମେ କର୍ମ କର, କାଲି ସକାଳ ହେଲା ତୁମ ଫଳ ତୁମ ହାତରେ ଥିବ। ଏଇଟା ମୁଁ କହୁନି, ଉପରବାଲା କହୁଛି। ଗୋଟେ ଏ କଥା ସବୁବେଳେ ପାଇଁ ମନେ ରଖିଥିବ, କର୍ମର ଫଳ ନିଜ ହାତରେ। ଏ ଝିଅ ଯାହା କଲା ନା, ସେ ତା ବୟଫ୍ରେଣ୍ଡ ଆଉ ତା 3ଟା ସାଙ୍ଗ ସହିତ ମିଶିକି ତା ସ୍ୱାମୀକି ପାହାଡ଼ ଠେଲିକି ମାରିଲା। ଆଉ ସେ ମାରି ସାରିବା ପରେ କେବେ ଭାବିଛ ସେ ପୁଅର ପରିବାରର ଅବସ୍ଥା କେମିତି ଥିବ? ଆଉ ଗୋଟେ କଥା ମନେ ରଖ, ତୁ ଗୋଟେ ମାଆର କୋଳ ଖାଲି କରିଦେଲୁ।
ଗୋଟେ ନିରୀହ ଜୀବନ ନେଲୁ। ଯଦି ଏମିତି କରିବାର ଥିଲା ତାହେଲେ ତାକୁ ଡିଭୋର୍ସ ଦେଇକି ପଳେଇ ଯାଇଥାନ୍ତୁ ନା। ତ ଏମିତି ଜୀବନ ନେବାର କ'ଣ ଥିଲା? ଜୀବନ ନେବା କ'ଣ ଏତେ ଜରୁରୀ ଥିଲା ନା କେଉଁ ପ୍ରତିଶୋଧ ଥିଲା ବୋଲି ନେବୁ? ଆଉ ଯେଉଁ ଝିଅମାନେ ସବୁ ଏମିତି ଭୁଲ କରୁଛନ୍ତି ନା, ସେମାନଙ୍କୁ ବିଚ୍ ରାସ୍ତାରେ ନଙ୍ଗଳା କରି ତାଙ୍କ ମାଂସକୁ ଟିକ୍ ଟିକ୍ କରି ହଣାଯିବ। ଆଉ ହାଣି ସାରିବା ପରେ ତାଙ୍କ ମାଂସ କୁକୁରମାନେ ଖାଇବେ। ଆଉ ଖାଇଲେ ହିଁ ଆମ ସମାଜର ଝିଅମାନେ ସମସ୍ତେ ବୁଝିପାରିବେ କେଉଁଟା ଠିକ୍ କେଉଁଟା ଭୁଲ। ତ ଏମିତି ବି କେହି ବି ଝିଅମାନେ କାମ କରନ୍ତି ନାହିଁ ଯେଉଁଟାକି ତୁମେ ଆଉ ତୁମ ଫ୍ୟାମିଲି ବହୁତ ପସ୍ତେଇବ। ତ ଏମିତି ଭୁଲ କର ନାହିଁ। ତୁମେ ଯଦି କାହାକୁ ଭଲ ପାଉଛ, ତ ମ୍ୟାରେଜ୍ ପରେ ତୁମେ ଯଦି ଆଉ ଭଲ ପାଉଛ ନା, ତାହେଲେ ତୁମେ ତୁମ ସ୍ୱାମୀକି ଛାଡ଼ିକି ପଳାଅ, ହେଲେ ତାକୁ ମାରୁନି। କାହିଁକିନା ଥରେ ଜୀବନ ଗଲେ ଆଉ ସେକେଣ୍ଡ ଥର ପାଇଁ କେବେ ଫେରିକି ଆସେନି। ତୁମେ ଯଦି ଥରେ ଜୀବନ ନେଇକି ଯିବ ନା, ତୁମ ଘର ଲୋକ, ତୁମ ମାନେ ଶାଶୁ ଶ୍ୱଶୁର, ତାପରେ ତୁମ ବାପା ମା ବି ସମସ୍ତେ କାନ୍ଦିବେ, ମାନେ ଦୁଇଟା ଫ୍ୟାମିଲି କାନ୍ଦିବ। ତ ଏମିତି କେହି ବି କରନ୍ତୁ ନାହିଁ। ଯଦି ବି ତୁମେ କାହାକୁ ଭଲ ପାଉଛ ନା, ତୁମେ ତା ସହିତ ପଳାଅ, ନହେଲେ ଛାଡ଼ପତ୍ର ଦେଇଦିଅ। ତୁମ ସ୍ୱାମୀକି ଛାଡ଼ପତ୍ର ଦେଇଦିଅ। ତୁମେ ଯାହାକୁ ଭଲ ପାଉଛ ତା ସହିତ ନହେଲେ ଫେରାର ହେଇଯାଅ। ଏମିତି କିଛିଟା କର। ତ ଏମିତି କେଉଁ ଭୁଲ କରନ୍ତୁ ନାହିଁ ଯେଉଁଟାକି ତୁମକୁ ମାନେ ପରେ ପସ୍ତେଇବାକୁ ପଡ଼ିବ। ନାହିଁ ମୁଁ ଏଇଟା କ'ଣ କଲି, କେତେ ବଡ଼ ଭୁଲ କେମିତି କରିଦେଲି। ତ ଏମିତି କେହି ବି କରନ୍ତୁ ନାହିଁ। ତ ଏ ଭିଡ଼ିଓଟି ଭଲ ଲାଗିଛି, ଯଦି ବି ଭଲ ଲାଗି ତାହେଲେ ସମସ୍ତଙ୍କୁ ସେୟାର କର। ତ ଦେଖା ଗୋଟେ ବ୍ଲଗ୍ରେ, ସେତେବେଳେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।